गॉड ब्लेस यू। वर्तमान तुम कमेंटर भिडियोटी आरंभ करिबा। कमेंट माध्यम जनाइथिल आईएएस ऑफिसर विषय रे गोटे एसे लिखिबा पाई। वर्तमान ताहले आरंभ करिबा। प्रथमे उपक्रम लिखिबा। भारतीय प्रशासनिक सेवा आईएएस भारतर सबुठारु गर्वजनक एवं आकर्षणीय सेवा मानक मध्यरु गोटिए। आईएएस अधिकारी देशर प्रशासन एवं शासन व्यवस्था रे गुरुत्वपूर्ण भूमिका निभांती एवं सरकार एवं जनसाधारणଙ୍କ ମଧ୍ୟରେ ସେମାନେ ସେତୁ ଭାବେ କାର୍ଯ୍ୟ କରନ୍ତି। आईएएस अधिकारी माने ନିଜର ପ୍ରତିବଦ୍ଧତା ସତ୍ୟନିଷ୍ଠା ଏବଂ ସାମାଜିକ ପରିବର୍ତ୍ତନ ଆଣିବାର କ୍ଷମତାରେ ପ୍ରସିଦ୍ଧ। ଭୂମିକା ଏବଂ ଦାୟିତ୍ୱ। आईएएस ଅଧିକାରୀମାନେ ବିଭିନ୍ନ ପ୍ରଶାସନିକ କାର୍ଯ୍ୟର ଦାୟିତ୍ୱ ନିଭାନ୍ତି। ସେମାନେ ଜିଲ୍ଲା ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ନୀତିଦିନିଆ କର୍ତ୍ତବ୍ୟରେ ଜଡ଼ିତ ହୁଅନ୍ତି। ଏହାଛଡ଼ା ସେମାନେ ବିକାଶମୂଳକ ପ୍ରକଳ୍ପ, ପ୍ରାକୃତିକ ଦୁର୍ଗତି ମ୍ୟାନେଜମେଣ୍ଟ ଏବଂ ଅର୍ଡ଼ର ପ୍ରସ୍ତୁତି ଆଦି ଦାୟିତ୍ୱ ପାଳନ କରନ୍ତି। ଜିଲ୍ଲା ପର୍ଯ୍ୟାୟରେ ଆଇଏଏସ୍ ଅଧିକାରୀ ଜିଲ୍ଲାପାଳକ ବା ଜିଲ୍ଲା ମ୍ୟାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରନ୍ତି। ସେମାନେ ଜିଲ୍ଲାର ଶାସନ ଏବଂ ଉନ୍ନତି ନିର୍ଦ୍ଦେଶନା ଦେଇଥାନ୍ତି। ରାଜ୍ୟ ପର୍ଯ୍ୟାୟରେ ସେମାନେ ବିଭିନ୍ନ ବିଭାଗର ସଚିବ ଭାବରେ କାର୍ଯ୍ୟ କରି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥାନ୍ତି। କେନ୍ଦ୍ର ସରକାରରେ ସେମାନେ ନୀତି ତିଆରିରେ ଏବଂ ନିର୍ଦ୍ଦେଶନାରେ ଯୋଗାଯୋଗ କରନ୍ତି। ବର୍ତ୍ତମାନ ଚୟନ ପ୍ରକ୍ରିୟା। ଆଇଏଏସ୍ ଅଧିକାରୀ ହେବାକୁ ଅତ୍ୟନ୍ତ କଠିନ ପ୍ରତିଯୋଗିତା ପରୀକ୍ଷା ମାଧ୍ୟମରେ ଚୟନ ହୁଏ। ଏହା ସଂଘ ପ୍ରଶାସନ ଆୟୋଗ ୟୁପିଏସସି ଦ୍ୱାରା ଆୟୋଜିତ ସିଭିଲ ସର୍ଭିସ ପରୀକ୍ଷାରେ ମାଧ୍ୟମରେ ସମ୍ଭବ ହୁଏ। ପରୀକ୍ଷା 3ଟି ଅଂଶରେ ବିଭାଜିତ: ପ୍ରାରମ୍ଭିକ, ପ୍ରଧାନ ଏବଂ ସାକ୍ଷାତକାର। ଏହି ଅଂଶମାନେ ପରୀକ୍ଷାର୍ଥୀଙ୍କ ଜ୍ଞାନ, ବିଚାରଶୀଳତା ଏବଂ ନିଷ୍ପତ୍ତି ନେବା ଦକ୍ଷତା ପରୀକ୍ଷା କରେ। ଆଇଏଏସ୍ ଅଧିକାରୀଙ୍କ ଗୁଣ। ଏକ ଆଇଏଏସ୍ ଅଧିକାରୀ କିଛି ମୂଳ ଗୁଣ ଦରକାର, ଯଥା ନେତୃତ୍ୱ, ଭାବପ୍ରବଣତା ଏବଂ ସଠିକ୍ ନିଷ୍ପତ୍ତି ନେବା ଦକ୍ଷତା। ସେମାନେ ପକ୍ଷପାତହୀନ ଏବଂ ନୈତିକ ମାନଦଣ୍ଡ ରକ୍ଷା କରିବାକୁ ପ୍ରତିବଦ୍ଧ ହୋଇଥାନ୍ତି। ଜନସାଧାରଣଙ୍କ ପ୍ରୟୋଜନ ଆଧାର କରି ସମସ୍ୟା ମୁକାବିଲାରେ ସେମାନଙ୍କ ଦକ୍ଷତା ଏବଂ ପ୍ରାକୃତିକ ଦୁର୍ଗତିରେ ପ୍ରତିକ୍ରିୟା ପ୍ରଶଂସନୀୟ। ସମାଜ ପ୍ରତି ସେବା। ଆଇଏଏସ୍ ଅଧିକାରୀମାନେ ଦେଶର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତି। ସେମାନେ ଗରିବୀ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୃଥିବୀ ଉନ୍ନତି ଯଥା ସାମାଜିକ ସମସ୍ୟା ଦୂର କରିବାରେ ସରକାରୀ ଯୋଜନାର ଦୂତ ଭାବେ କାର୍ଯ୍ୟ କରନ୍ତି। ସେମାନଙ୍କ ଚେଷ୍ଟା ତଳ ସ୍ତରରେ ଅତ୍ୟନ୍ତ ପ୍ରଭାବ ପକାଇଥାଏ। ବର୍ତ୍ତମାନ ସମସ୍ୟା। ଏକ ଆଇଏଏସ୍ ଅଧିକାରୀ ତାଙ୍କର ଦାୟିତ୍ୱର ଜଟିଳ ସ୍ୱଭାବ ତଥା ଚାପକୁ ମୁକାବିଲା କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସେମାନେ ପ୍ରାୟତଃ ଭାରୀ କାର୍ଯ୍ୟଭାର, କଠିନ ସମୟସୀମା ଏବଂ ସାର୍ବଜନୀନ ଦାୟିତ୍ୱର ସମ୍ମୁଖୀନ ହୋଇଥାନ୍ତି, ଯାହା ପାଇଁ ସଫଳତା ଏବଂ ପ୍ରବଳ ଦୃଢ଼ତା ଆବଶ୍ୟକ। ରାଜନୈତିକ ହସ୍ତକ୍ଷେପ ଏବଂ ଦୁର୍ନୀତି ନିଷ୍ପକ୍ଷ ନିଷ୍ପତ୍ତି ଗ୍ରହଣରେ ଜଟିଳତା ସୃଷ୍ଟି କରେ, ଯେଉଁଥିରେ ଅନ୍ୟତମ ହେଉଛି ନିୟମିତ ଯାଞ୍ଚ ପ୍ରକ୍ରିୟା ଏବଂ ସମୀକ୍ଷା। ଅପରାଧ ଏବଂ ବିଭିନ୍ନ ସାମାଜିକ ଚାପକୁ ମୁକାବିଲା କରିବା, ନିୟନ୍ତ୍ରଣ ବ୍ୟବସ୍ଥା ପ୍ରାରମ୍ଭ କରିବା ଏବଂ ପ୍ରାକୃତିକ ଦୁର୍ଘଟଣା ଯଥା ଅଭାବରେ ଯୋଗାଣ ପାଇଁ ଗୁରୁତ୍ୱ ଦେବା ଜରୁରୀ। ପୁନର୍ବାର ପୋଷ୍ଟିଂ ଏବଂ ସ୍ଥାନାନ୍ତରଣ ତାଙ୍କର ବ୍ୟକ୍ତିଗତ ଜୀବନରେ ବାଧା ସୃଷ୍ଟି କରେ ଏବଂ ବିଭିନ୍ନ ସାଂସ୍କୃତିକ ଏବଂ ସାମାଜିକ ପରିସ୍ଥିତି ସହ ଖାପ ଖାଇବାକୁ ସେମାନଙ୍କୁ ପ୍ରଚୁର ସମୟ ଲାଗେ। ଉପସଂହାର। ଆଇଏଏସ୍ ଅଧିକାରୀ ହେବାରୁ ଅତ୍ୟନ୍ତ ଦାୟିତ୍ୱ, ପ୍ରତିବଦ୍ଧତା ଏବଂ ସେବାର ଭୂମିକା ଜଣାପଡ଼େ। ଏହା ମାତ୍ର ଏକ ପେଶା ନୁହେଁ, ବରଂ ମିଳିତ ଲୋକମାନଙ୍କ ଜୀବନ ଉନ୍ନତି କରିବା ଏବଂ ଦେଶର ପ୍ରଗତିରେ ଅବଦାନ ରଖିବା ପ୍ରତି ସମର୍ପିତ ଏକ ମନୋଭାବ। ଆଇଏଏସ୍ ଅଧିକାରୀମାନେ ଭାରତର ପ୍ରଶାସନିକ ରୂପରେ ମୂଳ ଦଳ ଭାବେ କାର୍ଯ୍ୟ କରନ୍ତି ଏବଂ ସରକାରର ଦୃଷ୍ଟିକୋଣକୁ ତଳ ସ୍ତରରେ ପ୍ରଭାବିତ କରନ୍ତି। ସେମାନେ ନୀତିମାନ୍ୟ ଏବଂ ସାମାଜିକ ପରିବର୍ତ୍ତନର ଏକ ପ୍ରତିନିଧି ଭାବରେ କାମ କରନ୍ତି, ଯାହା ଦେଶର ସାମାଜିକ ଏବଂ ଆର୍ଥିକ ଗଠନକୁ ଆକାର ଦେଉଛି।
ଯଦିଓ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି, ସତ୍ୟନିଷ୍ଠା ଏବଂ ଦୃଢ଼ ସଂକଳ୍ପ ସହିତ ସେମାନେ ନ୍ୟାୟ, ସମାନତା ଏବଂ ସୁଶାସନର ଉଦ୍ଦେଶ୍ୟକୁ ଆଗକୁ ଆଣନ୍ତି। IAS ଅଧିକାରୀ ହେବାର ଆକାଂକ୍ଷା ମାତ୍ର ଏକ କ୍ୟାରିୟର ଉଦ୍ଦେଶ୍ୟ ନୁହେଁ, ବରଂ ଲୋକମାନଙ୍କ ସେବା କରିବା ଏବଂ ସମାଜରେ ଏକ ଅବିଶ୍ୱସନୀୟ ପ୍ରଭାବ ସୃଷ୍ଟି କରିବାର ଆହ୍ୱାନ। ସେମାନଙ୍କ କାର୍ଯ୍ୟ ଅନେକ ଲୋକଙ୍କୁ ଏକ ସମାନ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଥାଏ। ଧନ୍ୟବାଦ।